ମୁଁ ଏଠି କିଛି ଧଳା ସୋରିଷ ଆଉ କଳା ସୋରିଷ ମଧ୍ୟ ନେଇଛି। ଆପଣମାନେ ଚାହିଁଲେ କେବଳ ଧଳା ସୋରିଷ ବି ନେଇପାରିବେ। ମୁଁ ତା ଦେହରେ କିଛି ଲୁଣ ପକାଇକି ଗ୍ରାଇଣ୍ଡିଙ୍ଗ କରିକି ଆଣିଛି। ଏମିତି ଅଧା ଗ୍ରାଇଣ୍ଡିଙ୍ଗ ହେଲା ପରେ ଆପଣ ଟମାଟୋ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଅଦା କରିକି ତା ଦେହରେ ଦେଇକି ପୁଣି ଟିକେ ପାଣି ଦେଇକି ପେଷ୍ଟ କରିବେ। ୟା ଦେହରେ ଆମେ ପିଆଜ ଦେବାନି, କାହିଁକିନା ଏବେ ଶ୍ରାବଣ ମାସ ଚାଲିଛି, ସେଥିପାଇଁ ବିନା ପିଆଜ ରସୁଣରେ ଆମେ ସଜନା ଛୁଇଁ ଆଳୁ ତରକାରୀ ପ୍ରସ୍ତୁତ କରିବା। ସଜନା ଛୁଇଁକୁ ମୁଁ ଏମିତି ଛୋଟ ଛୋଟ କରିକି କାଟି ଦେଇଛି। ଆଉ ମୁଁ ଏଠି କିଛି 5ଟା ଆଳୁ ସିଝାଇ ଦେଇଛି। ମୋର ଛୋଟ ଛୋଟ ଆଳୁ ବୋଲି ମୁଁ 5ଟା ଦେଇଛି, ଆପଣମାନଙ୍କର ବଡ଼ ହେଲେ 2ଟା ଦେଇଦେବେ। ଆଉ ଏଠି ମୁଁ ସଜନା ଛୁଇଁକୁ କିଛି ତେଲରେ ଭାଜି ଦେଉଛି ଲୁଣ ଟିକେ ପକାଇକି, କାହିଁକିନା ଏଇଟା ପୁରା ଭଜା ହେଲେ ତା'ର ଯେଉଁ ଆଇଁଷ ମାନେ ରାଗିଣିଆ ଗନ୍ଧଟା ଲାଗେ ସେଇଟା ଲାଗିବନି। ସେଇ କଡ଼େଇରେ ତେଲ କିଛି ପକାଇକି ମୁଁ ଶୁଖିଲା ଲଙ୍କା ଆଉ ଟିକେ ଜିରା ଫୁଟାଇବା ପାଇଁ ଛାଡ଼ିଦେଲି। ଛାଡ଼ିଦେଲା ପରେ ଜିରା ଟିକେ କଳା ହେଇ ଆସିଛି, କାହିଁକିନା ଏବେ ଆମର ତେଲଟା ପୁରା ଠିକ୍ ଠାକ୍ ହେଇଯାଇଛି। ଏବେ ମୁଁ ସେ ମସଲା ଗୁଡ଼ିକୁ ଦେଇଦେଲି। ଯେଉଁ ସୋରିଷ, ଟମାଟୋ ଆଉ ଅଦା ଆଉ କଞ୍ଚା ଲଙ୍କାର ପେଷ୍ଟ କରିଥିଲି ମୁଁ ସେଇଟା ଦେଇଦେଲି। ତାକୁ ଭଲ ଭାବରେ ଏମିତି ଗୋଳେଇ ତା ଦେହରେ ଆମେ କିଛି ଲୁଣ ଆଉ ହଳଦୀ ଆଡ଼୍ କରିଦେବା। ଆଗରୁ ତ ମୁଁ ଶୁଖିଲା ଲଙ୍କା ଆଉ କଞ୍ଚା ଲଙ୍କା ଦେଇଛି, ସେଥିପାଇଁ ରାଗ ହେଇଯିବ ବୋଲି ମୁଁ ଆଉ ଗୁଣ୍ଡ ଲଙ୍କା ପକାଉନି, କାହିଁକିନା ଅଧିକା ରାଗ ଖାଇ ହେବନି, ଦେହ ପାଇଁ ବହୁତ ଖରାପ। ଆଉ ଏମିତି ଘରେ ତିଆରି କରନ୍ତୁ, ଦେଖନ୍ତୁ କେମିତି ଟେଷ୍ଟ ହେଉଛି। ଶ୍ରାବଣ ମାସ ପୁରା ଭରପୁରରେ ହେଇଯିବ। ଏମିତି କରିକି ରୋଷେଇଟା କରନ୍ତୁ, ଦେଖନ୍ତୁ ଆମର ମସଲା ଏବେ ହେଇଯାଇଛି। ଆମର ମସଲାରୁ ତେଲ ବାହାରିଲେ ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଯାଇଛି ମସଲା। ଆମେ ତା ଦେହରେ କ'ଣ କରିବା ନା ସେ ଯେଉଁ ଭଜା ହେଇଥିବା ସଜନା ଛୁଇଁ ଆଉ ଆଳୁ ତା ଦେହରେ ଅଧା ଅଧା ଖଣ୍ଡ ଖଣ୍ଡ କରି ଚକୁଡ଼ି ଦେବା, କାହିଁକିନା ଆମେ ଗୋଟା ଆଳୁ ପକାଇବାନି। ତାହେଲେ କେମିତି ବଢ଼ିଆ ସେ ଟେଷ୍ଟ ଲାଗିବ ଦେଖନ୍ତୁ। ଏବେ ଆମେ ତାକୁ ଗୋଳେଇ ଦେବା। ଗୋଳେଇ ଦେଇକି ତାକୁ ଏପଟ ସେପଟ ଗୋଳେଇ ଦେଲା ପରେ ସବୁ ମିକ୍ସ ହେଇଯିବ। ମିକ୍ସ ହେଇଗଲା ପରେ ଆମେ ତା ଦେହରେ କ'ଣ କରିବା ନା ପାଣି ଆଡ଼୍ କରିଦେବା। ଯେତିକି ଝୋଳ ଆମର ଦରକାର, କାହିଁକିନା ଏ ଯେଉଁ ପାଣିଟା ନଦେଲେ ସେ ଯେଉଁ ଆଳୁ ଆମର ଚକଡ଼ିକି ଦିଆହେଇଛି ନା, ସେ ସବୁ ଝୋଳ ଶୋଷି ନେବ। ଆମେ ସେଥିପାଇଁ ଟିକେ ଅଧିକା ପାଣି ଦେଇକି ଝୋଳ ଟିକେ ରଖିଲୁ। ଆଉ ମୁଁ ହେଇଗଲେ ସେଥିପାଇଁ ଗରମ ମସଲା ଆଉ କଟା ହେଇଥିବା ଧନିଆ ପତ୍ରକୁ ଦେଇଦେଲୁ। ଦେଖନ୍ତୁ ଆମ ତରକାରୀ ପୁରା ହେଇଗଲା।